ଜୟ ଜଗନ୍ନାଥ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ କୁମାର ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନଙ୍କୁ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ଆଜି ଦିନର ସୁନ୍ଦର ଟ୍ୱିଷ୍ଟ। ଯଦି ଆପଣଙ୍କର ଗୃହରେ ପତି ପତ୍ନୀ ଅଶାନ୍ତି ଅସନ୍ତୁଷ୍ଟତା ଦେଖାଦେଉଛି, ପାରିବାରିକ ଭିତରେ ସୁଖ ମିଳୁନାହିଁ ଏବଂ ମନ ଭିତରେ ଭୟଭୀତତା ଦେଖାଯାଉଛି, ସବୁବେଳେ ମନ ଟାଣୁଛି ମୁଁ ଆତ୍ମହତ୍ୟା କରିଦେବି, ଛୋଟ ଛୋଟ କଥାକୁ ନେଇ ବହୁତ ଲୋକ ଅଛନ୍ତି ଜହର ସେବନ ମଧ୍ୟ କରୁଛନ୍ତି, ଆତ୍ମହତ୍ୟା ମଧ୍ୟ କରୁଛନ୍ତି। ଏହାର ମୁଖ୍ୟ କାରଣ ଘର ଭିତରେ ନେଗେଟିଭ ଏନର୍ଜି କ୍ରିଏଟ ହେଇଯାଇଛି। ଆଇଦର ଛୋଟ ଛୋଟ କଥାକୁ ନେଇ ଅଶାନ୍ତି ଅସନ୍ତୁଷ୍ଟତା ବ୍ୟତିବ୍ୟସ୍ତତା ଦେଖାଯାଉଛି, ଶାଶୁ ବୋହୂ ଭିତରେ ପଡୁନାହିଁ, ସ୍ୱାମୀ ସ୍ତ୍ରୀ ଭିତରେ ମନର ମନାନ୍ତର ଘଟୁଛି। ଏହାର ମୁଖ୍ୟ କାରଣ ହେଉଛି ନେଗେଟିଭ ଏନର୍ଜି, ମାନେ ବାତାବରଣ ଦୂଷିତ ବାତାବରଣ, ଶାନ୍ତି ମିଳିବନି କି ସନ୍ତୁଷ୍ଟି ମିଳିବନି। ଖାଇବାକୁ ରୋଷେଇ ହେଇକି ଥୁଆ ହେଇଛି କିନ୍ତୁ କେହି ଖାଇବେନି, ଛୋଟ ଛୋଟ କଥାକୁ ନେଇ ତର୍କ ବିତର୍କ, ଅଶାନ୍ତି ଅସନ୍ତୁଷ୍ଟତା ଦେଖାଯାଉ। ଏହାର ପ୍ରତିକାର କେମିତି କଣ କରିବା? ବହୁତ ସୁନ୍ଦର ପ୍ରତିକାର ଅଛି। ପ୍ରିୟ ଦର୍ଶକ ବନ୍ଧୁ, ଗାଈ ଗୋବର ସଂଗ୍ରହ କରନ୍ତୁ। ଗାଈ ଗୋବର ଗୁଣ୍ଡା ନିଅନ୍ତୁ, ଅନ୍ୟଥା ଘଷି ନିଅନ୍ତୁ, ଟୁକୁଡ଼ା କରିଦିଅନ୍ତୁ। ଗୋଟିଏ ମାଟି ପଲମରେ ତାକୁ ସୁନ୍ଦର ଭାବରେ କର୍ପୂର ଲଗାଇ ଜଳେଇ ଦିଅନ୍ତୁ। ଜଳି ସାରିଲା ପରେ ଲାଲ ହେଇଯିବ। ଆମେ ସମସ୍ତେ ଜାଣିଛେ ଡାଲଚିନି, ଡାଲଚିନିକୁ କାଠ ମସଲା ବୋଲି କୁହାଯାଏ। ଡାଲଚିନିକୁ ଗୁଣ୍ଡ କରିଦିଅନ୍ତୁ। 5 ଗ୍ରାମ ଡାଲଚିନିକୁ ଗୁଣ୍ଡ କରି ରଖିଦିଅନ୍ତୁ ଏବଂ 5ଟି ଲବଙ୍ଗକୁ ସାଇଜ କରି ଗୁଣ୍ଡ କରି ରଖନ୍ତୁ, ଗୋଟା ରଖନ୍ତୁ, ଲବଙ୍ଗ ଗୋଟା ରଖନ୍ତୁ। ଶ୍ରୀକପୁର 5 ଗ୍ରାମ ଗୁଣ୍ଡ କରିଦିଅନ୍ତୁ। ଘିଅ 5 ଗ୍ରାମ ଅଲଗା ରଖନ୍ତୁ। ମନେ ରଖିଥିବେ ଜାଫ୍ରାନୀ କେଶର, ସମସ୍ତ ଘରେ ଘରେ ପ୍ରାୟ ମିଳିଯିବ। ଜାଫ୍ରାନୀ କେଶରକୁ ପକାନ୍ତୁ। ତାହେଲେ କଣ ନା, ଲୋବାନ ଅର୍ଥ ଝୁଣା, କେଶର, ଡାଲଚିନି, ଯଦି ପାରୁଛନ୍ତି ଶ୍ଵେତ ସୋରିଷ ଟିକେ ପକାନ୍ତୁ, ନହେଲେ ଶ୍ଵେତ ହଳଦୀ ଟିକେ ଗୁଣ୍ଡଟେ ପକେଇଦେବେ, ଘିଅ ଟିକେ ପକେଇବେ, କର୍ପୂର ଗୁଣ୍ଡ କରି ପକାନ୍ତୁ। ସେ ଧୂପକୁ ଆପଣ ଘର ଭିତରେ ସକାଳ ସନ୍ଧ୍ୟା 2 ଟାଇମ୍ 21 ଦିନ କଣ୍ଟିନ୍ୟୁ ଦେଖାନ୍ତୁ। ନିଶ୍ଚିତ ରୂପରେ ଘରର ଯେତେ ଆପଣଙ୍କର ଦୂଷିତ ବାତାବରଣ ଥାଏ ତାହେଲେ ନିଶ୍ଚିତ ରୂପରେ ଘରକୁ ଶୋଧନ ହୋଇଯାଏ, ବାସ୍ତୁପୁରୁଷ ପ୍ରସନ୍ନ ହୁଅନ୍ତି ଏବଂ ପୁନଃ ଗୃହ ଭିତରେ ଏକ ଜଣ ଭିତରେ ପ୍ରେମ, ଶାନ୍ତି, ମୈତ୍ରୀ, କରୁଣା ଜାଗ୍ରତ ହୋଇଯାଏ। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ବିଲକୁଲ ଇଏ ମୁଖ୍ୟ ଅଲୌକିକ ଏବଂ ଅଦ୍ଭୁତନୀୟ ଆର ଶକ୍ତି ଅଛି, କରନ୍ତୁ ସଫଳତା ପାଇବେ। ପ୍ରିୟ ଦର୍ଶକ ବନ୍ଧୁ, ଏତ ଥିଲା ଆଜି ଦିନର ସୁନ୍ଦର ଟିପ୍ସ। ଏବେ ଆସନ୍ତୁ ଜାଣିବା ଆଜି ଦିନ ପଞ୍ଚାଙ୍ଗ ଏବଂ 12ଟି ରାଶିର ରାଶିଫଳ ବିଷୟ। ପ୍ରିୟ ଦର୍ଶକ ବନ୍ଧୁ, ଆଜି ହେଉଛି 14 ଜୁନ 2026 ମସିହା, ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି, ରୋହିଣୀ ନକ୍ଷତ୍ର, ରବିବାର। ଆଜି ଦିନର ଶୁଭ ସମୟ ପ୍ରାତଃ 6ଟା 48 ଠାରୁ 11ଟା 47 ପର୍ଯ୍ୟନ୍ତ ଶୁଭ ସମୟ ହବ। ତତ୍ପଶ୍ଚାତ ମଧ୍ୟାହ୍ନ 1ଟା 27 ଠାରୁ ସାୟଂ 3ଟା 7 ପର୍ଯ୍ୟନ୍ତ ଶୁଭ ସମୟ ହବ। ଏତଦ୍ ବ୍ୟତୀତ ପୁନଃ ସାୟଂ 6ଟା 26 ଠାରୁ ରାତ୍ର 10ଟା 27 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ। ଉକ୍ତ ଶୁଭ ସମୟରେ କୌଣସି ବି ଶୁଭ କାର୍ଯ୍ୟ କରୁଛନ୍ତି ବା ଦୂରଯାତ୍ରା କରୁଛନ୍ତି, କିଛି ଅନୁଷ୍ଠାନ କରୁଛନ୍ତି, ପୂଜାପାଠ କରୁଛନ୍ତି, ବିଲକୁଲ ପରଫେକ୍ଟ ଶୁଭ ଅଟେ, ଆପଣ କରିପାରିବେ। ଆଜି ଦିନ ରାହୁ କାଳ ସମୟ ସାୟଂ 4ଟା 45 ଠାରୁ 6ଟା 24 ପର୍ଯ୍ୟନ୍ତ ରାହୁ କାଳ ସମୟ ଭୋଗ। ଟିକେ ସାବଧାନ ରହିବେ। କୌଣସି ଡିସିସନ ନେଉଛନ୍ତି, ଅନ୍ୟଥା କୌଣସି ମିଟିଂ ଆଟେଣ୍ଡ କରୁଛନ୍ତି ବା ଦୂରଯାତ୍ରା କରୁଛନ୍ତି, ତାକୁ ବର୍ଜିତ କରନ୍ତୁ। ଆଜି ଦିନର ଘାତବାର, ଆଜି ରବିବାର, ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଘାତବାର। ଯାହାର ରାଶି ହେଉଛି ମେଷ ରାଶି, ଚାहे ମହିଳା ହୁଅନ୍ତୁ
ଚାहे ପୁରୁଷ ହୁଅନ୍ତୁ ଟିକେ ସାବଧାନ ରହିବେ, ଘାତ ମାରୁଛି। ଆଜି ଦିନର ଘାତ ଚନ୍ଦ୍ର ବିଛା ରାଶି ପୁରୁଷ ବ୍ୟକ୍ତିମାନଙ୍କ ପାଇଁ ଘାତ ଚନ୍ଦ୍ର। ଖାଦ୍ୟ ପାନୀୟ ଭୋଜନ ପ୍ରତି ଯଥେଷ୍ଟ ଧ୍ୟାନ ଦେବେ। ଜିଦ୍ଦି ଜଲ୍ଦବାଜି କରିବା ଉଚିତ ନୁହେଁ। ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଟେ। ସ୍ୱାର୍ଥ ଅଭାବ ମଧ୍ୟ ରଖିବା ଉଚିତ ନୁହେଁ। ସାବଧାନ। ଏତ ଥିଲା ଆଜି ଦିନର ପଞ୍ଚାଙ୍ଗ। ଏବେ ଆସନ୍ତୁ ଜାଣିବା ଆଜି ଦିନର 12ଟି ରାଶିଫଳ ମେଷ ରାଶି। ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଅର୍ଥର ଆଗମନ, କୁଟୁମ୍ବରେ ଆନନ୍ଦ, ପରାକ୍ରମ, କ୍ଷେତ୍ର ବିଜୟ ପ୍ରାପ୍ତି, ଭାଇ ଭଉଣୀ ମିତ୍ରଙ୍କ ଦ୍ୱାରା ସପୋର୍ଟ ସହଯୋଗ ମଧ୍ୟ ମିଳିବାର ସମ୍ଭାବନା ଦେଖାଯାଉଛି। ଆଜିର ଲକି ନମ୍ବର 3, ଲକି କଲର ସେଲ, ଲକି ଡାଇରେକ୍ସନ ନର୍ଥ ଇଷ୍ଟ। ଭଗବାନ ବିଷ୍ଣୁଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ ଘଟିବ। ବୃଷ ରାଶି। ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ କୌଣସି ଅର୍ଥନୈତିକ କ୍ଷେତ୍ରକୁ ନେଇ ତୁତୁ ମେମେ ଦେଖାଦେବାର ସମ୍ଭାବନା ଦେଖାଯାଉଛି। ଯାହା ମିଳୁଛି ଯେମିତି ମିଳୁଛି ତାଦେହରେ ସନ୍ତୁଷ୍ଟି ଶାନ୍ତି ହେବା ବହୁତ ଆବଶ୍ୟକତା ଅଛି। ନୋ ଆର୍ଗୁମେଣ୍ଟ। ପରିବାର ବର୍ଗ ମଧ୍ୟରେ ସାମୂହିକ ରୂପରେ ଶ୍ରଦ୍ଧା ଆଦରତା ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ଆଜି ଲକି ନମ୍ବର 9, ଲକି କଲର୍ସ ରେଡ୍, ଲକି ଡାଇରେକ୍ସନ ସାଉଥ। ଭଗବତ ଜଗତ ମାତା ଜଗତ କଲ୍ୟାଣୀମୟୀ ମା ଦୁର୍ଗା ଦେବୀ ଭକ୍ତିଯୁକ୍ତ ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ ଘଟିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଦୂରଯାତ୍ରା କରିବା ପୂର୍ବରୁ ଭାବି ଚିନ୍ତି କରିବା ଆବଶ୍ୟକତା ଅଛି। ବନ୍ଧୁ ମିଳନ, ଶ୍ରଦ୍ଧା ଆଦରତା, ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କିନ୍ତୁ ଜିଦ୍ଦି କ୍ରୋଧ କରିବା ଉଚିତ ନୁହେଁ। ସମୟ କରିପାରେ ସମସ୍ତ କଥା ଶୁଣିକି ତାପରେ ପ୍ରତ୍ୟୁତ୍ତର ଦିଅନ୍ତୁ, କିନ୍ତୁ ୱାନ୍ ସାଇଡ ନୁହେଁ। ଆଚ୍ଛା ଲକି ନମ୍ବର୍ସ 8, ଲକି କଲର୍ସ ବ୍ଲାକ୍, ଲକି ଡାଇରେକ୍ସନ ୱେଷ୍ଟ। ଭଗବାନ ହନୁମାନ ମହାପ୍ରଭୁଙ୍କର ବଜ୍ରବାଣ ସ୍ତୋତ୍ର ପାଠ କରନ୍ତୁ, ସୁଖ ଦିନ ଘଟିବ। କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଖର୍ଚ୍ଚ ଅଧିକ ବଢିବ, ଟିକେ ସାବଧାନ। ଗାଡି ଘୋଡା ଟିକେ ସାବଧାନ ଚଲାନ୍ତୁ। ଆଜି ଲକି ନମ୍ବର 5, ଲକି କଲର୍ସ ଗ୍ରୀନ, ଲକି ଡାଇରେକ୍ସନ ନର୍ଥ। ଭଗବାନ ଲକ୍ଷ୍ମୀ ନୃସିଂହ ଭକ୍ତର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ ଘଟିବ। ସିଂହ ରାଶି। ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଅଧିକ ପ୍ରଲୋଭନ ତା ଭିତରେ ପଡିବା ଉଚିତ ନୁହେଁ। ଆଶାବାଦୀ ମଧ୍ୟ ହୁଅନ୍ତୁନି। ଯାହା ଚାଲିଛି ତାଦେହରେ ସନ୍ତୁଷ୍ଟି ଏବଂ ଶାନ୍ତି ରହିବା ଅତ୍ୟନ୍ତ ଆବଶ୍ୟକତା ଅଛି। ଏବଂ ଧର୍ମ ତୀର୍ଥ ଯାତ୍ରାରେ ମଧ୍ୟ ସଫଳତା ଆନନ୍ଦ ମଧ୍ୟ ଦେଖାଦେବ। ଆଜିର ଲକି ନମ୍ବର 5, ଲକି କଲର୍ସ ଗ୍ରୀନ, ଲକି ଡାଇରେକ୍ସନ ନର୍ଥ। ଭଗବାନ ଲକ୍ଷ୍ମୀ ନୃସିଂହ ଭକ୍ତର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖର ଦିନ ଘଟିବ। କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ବୁଝି ସୁଝି କାର୍ଯ୍ୟ କରିବା ଅତ୍ୟନ୍ତ ଆବଶ୍ୟକତା ଅଛି। ଜଲ୍ଦବାଜି କରିବା ଉଚିତ ନୁହେଁ ଏବଂ ଗୃହ କାର୍ଯ୍ୟରେ ସଫଳତା ଅଛି। ଆଜି ଲକି ନମ୍ବର 8, ଲକି କଲର୍ସ ବ୍ଲାକ୍, ଲକି ଡାଇରେକ୍ସନ ୱେଷ୍ଟ। ଭଗବାନ ହନୁମାନ ମହାପ୍ରଭୁଙ୍କର ବଜ୍ରବାଣ ସ୍ତୋତ୍ର ପାଠ କରନ୍ତୁ, ସୁଖ ଦିନ ଘଟିବ। ତୁଳା ରାଶି। ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ କଣ କରୁଛନ୍ତି, କଣ କରିବା ଆବଶ୍ୟକତା ଅଛି, ଟିକେ ଲାଇନରେ ଯଥେଷ୍ଟ ରଖିବା ଆବଶ୍ୟକତା ଅଛି ଏବଂ କାହାକୁ କହୁଛନ୍ତି କଣ କହୁଛନ୍ତି ଏହା ପ୍ରତି ଫୋକସ ଦିଅନ୍ତୁ। ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଜଲ୍ଦବାଜି ହେବା ଉଚିତ ନୁହେଁ। ଏଗୋକୁ ତ୍ୟାଗ କରନ୍ତୁ। ଆଚ୍ଛା ଲକି ନମ୍ବର 9, ଲକି କଲର୍ସ ରେଡ୍, ଲକି ଡାଇରେକ୍ସନ ସାଉଥ। ମହାଦେବଙ୍କ ଭକ୍ତର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖର ଦିନ ଘଟିବ। ବିଛା ରାଶି। ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଡିସିସନ ନେବା ପୂର୍ବରୁ ଭାବି ଚିନ୍ତି ଡିସିସନ ନେବା ଆବଶ୍ୟକତା ଅଛି। ଅର୍ଥନୈତିକ କ୍ଷେତ୍ରରେ ଯଥେଷ୍ଟ ଲାଭବାନ ହେବେ, ତଥାପି ଜେଲସ ଶତ୍ରୁ ଦେଖାଦେବ। ଏତଦ୍ ବ୍ୟତୀତ ଆପଣ ଦାମ୍ପତ୍ୟ ଜୀବନ ଆନନ୍ଦ ସୁଖ ମଧୁମୟ ଦେଖାଦେବ, କିନ୍ତୁ ସ୍ୱାର୍ଥକୁ ନେଇ କିଛି ବା ନିଜର ବ୍ୟକ୍ତିତ୍ୱକୁ ନେଇ ନିଜର ବ୍ୟକ୍ତିଗତ କଥାକୁ ନେଇ କିଛି ଅସନ୍ତୁଷ୍ଟତା, କିଛି ଭାର ସମସ୍ୟା ଦେଖାଦେବାର ସମ୍ଭାବନା ଦେଖାଦେଉଛି। ଆଜିର ଲକି ନମ୍ବର 3, ଲକି କଲର୍ସ ଲକି ଡାଇରେକ୍ସନ ନର୍ଥ ଇଷ୍ଟ। ଭଗବାନ ବିଷ୍ଣୁଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ ଘଟିବ। ଧନୁରାଶି। ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଖର୍ଚ୍ଚ ଟିକେ ବଢିବ, ଟିକେ ସାବଧାନ। ମାନ ସମ୍ମାନ ପ୍ରାପ୍ତି ଅଛି, କ୍ୟାଲକୁଲେସନ ବେଟର ରହିବ ଏବଂ ନିଜର କର୍ତ୍ତବ୍ୟରେ କୌଣସି ଅବହେଳା ରଖିବା ଉଚିତ ନୁହେଁ। ଆଜିର ଲକି ନମ୍ବର 6, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ସାଉଥ ଇଷ୍ଟ। ଭଗବାନ ବିଷ୍ଣୁଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ ଘଟିବ। ମକର ରାଶି। ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଖର୍ଚ୍ଚ ବଢିବ, ଟିକେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। କୌଣସି କାର୍ଯ୍ୟ କରୁଛନ୍ତି ବାଧା ନ ଆସୁ, କଷ୍ଟ ନ ଆସୁ। କାହାରି ବ୍ୟକ୍ତିଗତ କଥାରେ କଥା କହିବା ମଧ୍ୟ ଠିକ ନୁହେଁ। ଦାମ୍ପତ୍ୟ ଜୀବନ ଆନନ୍ଦ ସୁଖ ମଧୁମୟ ଦେଖାଦେବ। ଏବଂ ଆଜିର ଲକି ନମ୍ବର 2, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ ଘଟିବ।
कुंभ राशि कुंभ राशि व्यक्ति मानक सुस्वादु भोजन कर्म बेपार वाणिज्य क्षेत्र सफलता मान सम्मान प्राप्ति अच्छी इनकम सोर्स बेटर एवं बंधु बांधव मित्रता मध्य सहयोगिता प्राप्ति अच्छे आज लकी नंबर्स 2 लकी कलर्स व्हाइट लकी डायरेक्शन नॉर्थ वेस्ट महादेव मंत्र स्थिति अर्चना करते सुखेर दिन मीन राशि व्यक्ति मानक पराक्रम क्षेत्र विजय प्राप्ति अच्छी बंधु बांधव गृह प्रॉपर्टी जमी जायदाद क्षेत्र किसी सहयोगिता सहानुभूति श्रद्धेयता आदरता देखा किसी मीटिंग अटेंड कर आज लकी नंबर 6 लकी कलर्स व्हाइट लकी डायरेक्शन साउथ वेस्ट भगवान गणेश शीर्ष स्त्रोत्र पाठ करूँ सुखेर दिन कटे प्रिय दर्शक बंधु ये आज दिन 12टा राशिफल आज दशम कार्यक्रम का मैं रखुच्छू पुणी देखा जय जगन्नाथ नमस्कार।